ଜୟ ଜଗନ୍ନାଥ ବନ୍ଧୁଗଣ, ସ୍ୱାଗତ କରୁଛି ଆଜିର ବ୍ଲଗ୍କୁ। ଆମେ ସକାଳୁ ସକାଳୁ ବାହାରି ପଡ଼ିଥିଲୁ ଆମର କାମ ଅନୁସରଣରେ। ଯେହେତୁ ଆଜି ରବିବାର ଥିଲା, ଅଳ୍ପ କାମ ମଧ୍ୟ ଥିଲା। କେମିତି ଆମେ କାମ ସାରିକି କୁଆଡ଼େ ଟିକେ ବୁଲିବାକୁ ଯିବୁ ବୋଲି ବାହାରିଥିଲୁ। ଏ ଦେଖନ୍ତୁ ଆମର ବୁର୍ଲା କଲେଜରେ ସପିଂ ମଲ୍ ନୂଆ ଖୋଲିଛି ସାଉଥ୍ ଇଣ୍ଡିଆ। ଆମେ ମଧ୍ୟ ଅଟୋରେ ଅଛୁ, ଅଟୋରେ ବସି ଯାଉଛୁ ଜଗଦମ୍ବା ସେଣ୍ଟର ଉପରେ ଆମର କାମ ଅଛି ଆଜି। ଆଉ ଆମେ କମ୍ପ୍ଲେକ୍ସ ପାଖରେ ହେଇଗଲୁ। ଆଉ ଅଳ୍ପ ସମୟ ପରେ ଆମେ ଜାଗାମୁଣ୍ଡରେ ପହଞ୍ଚିଯିବୁ। ଯାହା ବି ଆଜି ଆମର କାମ ଅଛି ତାକୁ କେମିତି ପଟାପଟ ସାରି ଟିକେ ବୁଲାବୁଲି କରିବାକୁ ଯିବୁ। ଯେହେତୁ ପାଖରେ ଡି ମାର୍ଟ ଅଛି, କିଛି କିଣାକିଣି କରିବା ଆଉ ବୁଲାବୁଲି ମଧ୍ୟ କରିବା। କାମ ସରିଗଲା ପରେ ଆମେ ବାହାରିଲୁ ଡି ମାର୍ଟକୁ। ଆସି ଆମେ ଡି ମାର୍ଟରେ ପହଞ୍ଚିଗଲୁ। ଯେହେତୁ ଆଜି ରବିବାର ଥିଲା, ଡି ମାର୍ଟରେ ବହୁତ ଲୋକ ଥିଲେ, ବହୁତ ଭିଡ଼ ମଧ୍ୟ ହୋଇଥିଲା। ଯେହେତୁ ଏଠି ଡେଲି ଅଫର୍ ରହେ, ସେଥିପାଇଁ ପ୍ରବଳ ଲୋକ ମଧ୍ୟ ହୁଅନ୍ତି। ଆମେ ଆସି ଡି ମାର୍ଟରେ ପହଞ୍ଚିଗଲୁ। ଆମର ରାସନ ସଉଦାପତ୍ର କିଣାକିଣି କରୁଥିଲୁ। ତାପରେ ଗଲୁ କମଳ କିଣିବା ପାଇଁକି 3 ମହଲା ଉପରକୁ। ବର୍ତ୍ତମାନ ଆମର କମଳ କିଣା ଚାଲିଛି। ଦେଖନ୍ତୁ ଆମର ଧନ ସେଠି କମଳ କିଣୁଛି ଆଉ ମୁଁ ଏଠି ରାସନ ଧରିକି ଠିଆ ହେଇଛି। ଦେଖନ୍ତୁ 2ଟା ଟ୍ରେରେ ଆମର ସଉଦା ସବୁ ପଶିଯାଇଛି। ଆଉ ଏଠିପଟେ ମଧ୍ୟ ଟର୍କିସ୍ ହେରିକା ଅଛି। ଏଠିକି ବି ଟର୍କିସ୍ ଟାଉଲୁ, ଛୋଟ ଟାଉଲୁ। ଏଠି ଟାଉଲୁ ଅଛି 70 ଟଙ୍କା 80 ଟଙ୍କା ଲେଖା ଟାଉଲୁ 4ଟାକୁ। ଏମିତି ବହୁତ ଜିନିଷ ଅଛି, ବହୁତ ସୁନ୍ଦର ସୁନ୍ଦର ଜିନିଷ ମଧ୍ୟ ଅଛି। ଆଉ ରେଟ୍ ମଧ୍ୟ ଆଭରେଜ ରହୁଛି କମ୍, ବାହାରଠାରୁ କମ୍ ରେଟ୍ ରହୁଛି। ଆପଣ କେବେ ଆସିଛନ୍ତି ଡି ମାର୍ଟ? ଯଦି ଆସିନାହାନ୍ତି ତେବେ ନିଶ୍ଚିନ୍ତ ଆସନ୍ତୁ ଜଗଦମ୍ବା ସେଣ୍ଟର ଡି ମାର୍ଟକୁ। ଆମ କାମ ସରିଲା ପରେ ଆମେ ବାହାରିଲୁ ଘରକୁ। ଯେହେତୁ ବଡ଼ଦିନ ଆଉ ଆଗକୁ ଆସୁଛି ମକର ସଂକ୍ରାନ୍ତି, ରାସ୍ତା ମଧ୍ୟ ଜବର ଭିଡ଼। ମକର ସଂକ୍ରାନ୍ତିର ପୋଙ୍ଗଲ ଫଣ୍ଡୁକା ପାଇଁକି ବଜାର ମଧ୍ୟ ବହୁତ ଭିଡ଼ ରହୁଛି। ଦେଖନ୍ତୁ ଦୋକାନ ମାନଙ୍କରେ ଲାଇଟିଂ ଶୋ ରାତିର ବହୁତ ସୁନ୍ଦର ଲାଗୁଛି। ଆମେ ଯିବା ବାଟରେ, ଘରକୁ ଫେରିବା ବାଟରେ ଭିଡ଼ିଓ କରିଥିଲୁ। ଯେହେତୁ ଆଗକୁ ଆସୁଛି ମକର ସଂକ୍ରାନ୍ତି, ସେଥିପାଇଁ ବହୁ ଦୋକାନରେ ବହୁ ଅଫର୍ ମଧ୍ୟ ରହିଛି। ପ୍ରବଳ ଲାଇଟ୍ ମଧ୍ୟ ଲଗେଇଛନ୍ତି। ଇଏ ହେଉଛି ବିଶାଖାପାଟଣାର ୱାଚ୍ ଟାୱାର। ଆମେ ଜଗଦମ୍ବା ସେଣ୍ଟର ଉପରେ ଅଛୁ ବର୍ତ୍ତମାନ। ଦେଖନ୍ତୁ ଇଏ ୱାଚ୍ ଟାୱାର ବିଶାଖାପାଟଣାର। ଦେଖନ୍ତୁ ଆଉ ବହୁତ ଭଲ ମଧ୍ୟ ଜାଗା ମଧ୍ୟ ଅଛି ବୁଲିବା ପାଇଁକି। ଯଦି ଆପଣ କେବେ ବିଶାଖାପାଟଣା ଆସନ୍ତି ନିଶ୍ଚିନ୍ତ ଭାବରେ ବୁଲନ୍ତୁ। ବହୁତ ସୁନ୍ଦର ସୁନ୍ଦର ଜାଗା ମଧ୍ୟ ଅଛି, ଆଗକୁ ଆମେ ଦେଖେଇବୁ। ଏ ଦେଖନ୍ତୁ ସିଏମ୍ଆର୍ ସପିଂ ମଲ୍ର ଲାଇଟିଂ ଶୋ। ଏଠି ମଧ୍ୟ ରେକର୍ଡ଼ ଡ୍ୟାନ୍ସ ମଧ୍ୟ ହେଉଥିଲା। ଯେହେତୁ କାମରେ ବ୍ୟସ୍ତ ରହିଯାଉଛୁ, କିଛି ଯାଇ ହେଉନାହିଁ। ଯେଉଁଠି ଯେତେବେଳେ ଟାଇମ୍ ମିଳୁଛି ସେତେବେଳେ ଆମେ ଭିଡ଼ିଓ କରୁଛୁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚିତ ଭାବରେ ଲାଇକ୍, କମେଣ୍ଟ ଆଉ ସେୟାର କରନ୍ତୁ।